आई आई वो गैस एक मिनट बस ଟିକେ ଓହ୍ଲେଇ ଦେବ बेबी कौन है जी बड़े बड़े कौन है कहेंगे डैडी डैडी तो कृष्ण हमारे फोन किसे किसे कर तो डैडी ଆପଣ କିଛି କହୁନାହାନ୍ତି କାହିଁକି ଆପଣଙ୍କର ଦେବଙ୍କୁ ପାଖକୁ ଯାଇଥିଲେ କଣ କଲେ ଦେବଙ୍କୁ ସେ ଆଉ କିଛି କହିବା ପରିସ୍ଥିତି ନାହାନ୍ତି ରେ ଭାଇ ସେ ପୁରାପୁରି ଭାଙ୍ଗି ପଡିଛି ଭାଙ୍ଗି ନ ପଡିଲେ ଓକେ ତାଙ୍କ ପାଦ ତଳର ମାଟିଟା ଧସିଯିବାକୁ ତାଙ୍କ ମୁଣ୍ଡ ଉପରେ ଆକାଶଟା ଛିଡ଼ିଯିବାକୁ ବସିଛି ଯଦି ସେ ପାର୍ଟି ଅପରେସନ ମୋ ମା ଟିକେ ବି କିଛି କରିନଥାଏ ତାହେଲେ ମୁଁ କଥା କହୁଛି କେହି କିଛି କରିବା ଆଗରୁ ମୁଁ ତାକୁ ଗୁଳି କରି ମାରିବି କୁହନ୍ତୁ ଡାଡି ମୋ ମାର ସେ କଣ କ୍ଷତି କରିଛି କୁହନ୍ତୁ ଆରେ ମା ସେଇ କଥା ତ ପଚାରିବି ବୋଲି ମୁଁ ଦେବବାବୁଙ୍କ ପାଖକୁ ଯାଇଥିଲି ହେଲେ ସେଠି ଯାହା ଶୁଣିଲି ସେ କଥା ଶୁଣିଲା ପରେ ମୁଣ୍ଡଟା ବୁଲେଇ ଦଉଛି ରେ ମା ମତେ ଚାରିଆଡେ ଖାଲି ଅନ୍ଧକାର ଦଉଛି ଯୋଉ ସତ୍ୟକୁ ମୁଁ ଅନେକ ଦିନରୁ ଜାଣି ସୁଦ୍ଧା ଅଜଣା ହେଇ ରହିଥିଲି ଆଜି ସେ ସମସ୍ତ କାଠ ସାମ୍ନାକୁ ଚାଲି ସମସ୍ତଙ୍କ ମୁଣ୍ଡ ଉପରେ ଗୋଟେ ଦୁଃଖର ପାହାଡ଼ ହେଇ ଲାଗି କୋଉ ସତ ଦିଦି ଆପଣ କୋଉ ସତ କଥା କହୁଛନ୍ତି ସେ ସତଟା ଏତେ ନିଷ୍ଠୁର ଅଛି ଜଣେ ବାହାଘର ମତେ ଲାଗୁଛି ମୋ ଛାତିଟା ପାତିଯିବରେ ମା କୁହନ୍ତୁ ଡାଡି ସେ ସତଟା ଯେତେ ନିଷ୍ଠୁର ହେଲେ ବି ମୁଁ ଶୁଣିବାକୁ ଚାହେଁ ଓ ମା ତୁଳସୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବ କୁଆଡେ କୁଆଡେ ଯିବି ସେ କୋଉଠୁ ଆସିବ ଏତିକି ଫେରିଯିବ ପ୍ଲିଜ ଡାଡି ଆପଣ ଯାହା କହିବା କଥା କଥାଟା ଖୋଲିକି କୁହନ୍ତୁ ତୁଳସୀ ଗୋଟେ ଦେବୀ ଭଗବାନ ଏଇ କଥା ଡାଡି ଆପଣଙ୍କୁ ତ ପୁରା ଡରେଇ ସାରିଲେଣି ଆପଣ ତ ମୋ ମାକୁ ସବୁବେଳେ ଦେବି ବୋଲି କହନ୍ତି କୁହେ କାରଣ ତାର ଜନ୍ମ ସମୟର କାଳ ବେଳ ଯୋଗ ନକ୍ଷତ୍ରକୁ ଗଣନା କରି ମୁଁ ଜାଣିପାରିଥିଲି ସେ ସାଧାରଣ ନାରୀ ନୁହେଁ ଦେବ ଅଂଶରୁ ଜାତ ଦେବଂଶୀ ଡାଡି ଆପଣ ଏସବୁ କଥାକୁ ବିଶ୍ୱାସ କରିପାରନ୍ତି କିନ୍ତୁ ମୋ ନୁହେଁ ଏ ଖଡ଼ିର ଭିତରର କଳନା ମିଥ୍ୟା ନୁହେଁ ଆଉ ଯଦି ମିଥ୍ୟା ହେଇଥାନ୍ତା ଖାଲି ତୁଳସୀ ଆମ ସମସ୍ତଙ୍କୁ ଛାଡ଼ି ଏ ସଂସାରର ମୋହମାୟା ବନ୍ଧନକୁ କାଟିଦେଇ ରହିବି ସତ୍ତା ସହିତ ସମାହିତ ହବାର ନିଷ୍ପତ୍ତି ନେଇନଥିଲା ମୁଁ ସେସବୁ କିଛି ଜାଣିନି କି ସେସବୁ ମୁଁ କିଛି ଶୁଣିବାକୁ ଚାହେଁ ମୁଁ ଖାଲି ଏତିକି ଜାଣିଛି ମୋ ମା କୁଆଡେ ଯିବନି ମୋ ମା ଆମ ମାନଙ୍କୁ ଛାଡି କୁଆଡେ ବି ଯିବନି ଯେହେତୁ ଟିକେ ରଶ୍ମି ସେମାନେ ନାହାନ୍ତି ମତେ ଅନାଥ କରି ମୋ ମା କୁଆଡେ ଯାଇପାରିବନି ମତେ ଅନାଥ କରି ସେ କୁଆଡେ ଯିବନି ସେ ଚାଲିଯିବ ରେ ମା ନିଶ୍ଚୟ ଚାଲିଯିବ ନାଇଁ ମୁଁ ଛାଡ଼ିବିନି ମୁଁ ତାକୁ ଛାଡ଼ିବିନି କେବେ ବି ନୁହେଁ କେବେ ମୁଁ ତାକୁ ଛାଡ଼ିବିନି କେବେ ବି ନୁହେଁ କାରଣ ଏ ମାଟିର ଲଗାତାର ସବୁ ଚାଲିଲା ସେ ଦୁନିକୁ ସହିତ ନିନା ହବାକୁ ଯାଉ ତାକୁ କେହି ଅଟକେଇ ପାରିବେନି ତାକୁ କେହି ଅଟକେଇ ପାରିବେନି ନା କେହି ଅଟକେଇ ପାରିବେନି
तुमको कोई जीवन देवे तुमको छाड़ देवे तुम कोई जीवन झांसी कौन है जी कह खड़े में तो किसी कह छथि विजय तो सहित किसी हायर करछि ना अजय किसी भूल करछि ना के जी तेरी चाह कहले सत्तर को चढ़ी चली जाऊँ तू हम चुप रहना कहेगी तुम्हें मैं सत्तर हमारे को पर देना चाहूँ আমি তোমার পাশে কি করতে করেছে তুমি কি চেষ্টা করেছো কি করতে করেছো মা তোমার ভাই আমরা স্নেহ মমতা ভালো পাইবা সবু করে মূল্য দিল আমার তিন ভଉଣୀକୁ ବଡ଼ କରିବା ପାଇଁ তুমি କେତେ ନିନ୍ଦା ଗାଳି ଅପମାନ ନ ସହିଛ ଦୁନିଆରେ ନିଜ ପରିବାରଠୁ ଅଲଗା ରହିଛ କାହିଁକି କାହିଁକି ଏମିତି ଆମମାନଙ୍କୁ ଛାଡ଼ି ଚାଲିଯିବାକୁ ଚାହୁଁଛ ଯଦି ଆମର ଛାଡ଼ି ଚାଲିଯିବାର ଥିଲା ତାହେଲେ କାହିଁକି ଆମକୁ ସ୍ନେହ ମମତାରେ ବାନ୍ଧୁଥିଲ କାହିଁକି ନିଜେ କଷ୍ଟ ଥିଲେ ଅନ୍ୟର ସୁଖ ଚାହୁଁଥିଲ ତାହେଲେ তুমি তোর মা আমার অভিনয় করছিল কহ না কাইকি কিছু তাহলে কুহ মোর আর কাহাକୁ କିଛି କହିବା ଦରକାର ମୁଁ ଜାଣେ ତମେ ସମସ୍ତେ ମୋ ପାଇଁ ବହୁତ କାନ୍ଦୁଛ ମୋ ପାଇଁ ବହୁତ କଷ୍ଟ କରୁଛ ମତେ ଛାଡ଼ିବାକୁ ଇଚ୍ଛା କରୁନ ହେଲେ ମୁଁ କଣ କରିବି ଛାନ୍ତି ମୋ ନିରୂପାୟ ତମ ସମସ୍ତଙ୍କର ଆଖିରୁ ଗୋଟେ ବିରାଟ ମହାସାଗର ହେଇଗଲେ ବି ମୋ ଭାଗ୍ୟ ଆଉ ସମୟର ଟଙ୍କା ମତେ ମୋ ଗନ୍ତବ୍ୟ ସ୍ଥଳକୁ ନେଇଯିବା ପାଇଁ ଅପେକ୍ଷା କରିଛି ଆଉ ସେଇଟା ହିଁ ନିର୍ଦ୍ଦିଷ୍ଟ ତେଣୁ ତୁ କି ଆଉ କେହି ବି ମତେ ଅଟକେଇ ପାରିବେନି ଯିଏ ବି ମତେ ଅଟକେଇବାକୁ ଚେଷ୍ଟା କରେ ସେ କଷ୍ଟ ପାଇବ ତେଣୁ ତୁ ମୋ କଥା ମାନ समय और परिस्थिति सहित निजको सामिल कर देखिए धीरे धीरे तू मत भी भूली जीव ना मन तुम सेमती कहले तुमको छाड़ी बंची पारि प्लीज माता मत छाड़ी पड़ जाओनी मु बुझुची झांसी मो पाई तते कष्ट होची हेले गोटे कथा मो बेस भल भाव जाने जड़े कि परिवार चलीगले परिवार लोक ताको झुरंती କିଛି ଦିନ ଗଲା ପରେ ତାକୁ ପୁଣି ଭୁଲି ଯାଆନ୍ତି ଜସ୍ମିନ ଗଲା ଜ୍ୟୋତି ଗଲା ଆମେ ସମସ୍ତେ ତା ପାଇଁ ଝୁରିଲୁ ତାକୁ ମନେ ପକେଇଲୁ କାନ୍ଦିଲୁ ହେଲେ ଆମେ କଣ ସେମାନଙ୍କ ସାଙ୍ଗରେ ଚାଲିଗଲୁ ନା ସେତେବେଳେ ସେମାନଙ୍କ ପାଇଁ ଆମ ମନ ଯେତିକି ବ୍ୟସ୍ତ ହଉଥିଲା ଏବେ କଣ ସେତିକି ବ୍ୟସ୍ତ ହଉଛି ସବୁ ଭାଗ୍ୟର ଖେଳ ତୁ ନିଜେ କହ ଜାଣନ୍ତି भाग्य दिना हम समस्त एकाठी कर मु कौन जानती ना केवे तमनकर माँ हेबे बोली ना तमाने केवे मो कोन मଣିଷ हेबो बोली जेमते से सब हम जन्म पूर्व निर्दिष्ट हो सारी ठीक से मो जीवाटा भी मो जन्म पूर्व निर्दिष्ट हो सारी तेणु मत जीवाक पड़ो जानती जीव कुआड़े ଆମ ମାନଙ୍କ କଥା ଛାଡ ଟିକେ ସ୍ମୃତି କଥା ତ ଭାବ ସେ ଛୋଟ ପିଲାଟା କିଛି ଭଲ ଭାବେ ଦୁନିଆ ଦେଖିନି ଥାଉ ତୁମେ ସେ ବିଷୟ କିଛି କରିବା ଦରକାର ନାହିଁ ତେବେ ଚାହୁଁଛି ମୁଁ ଗୋଟେ କଥାରେ ବିଶ୍ୱାସ କରେ ଯାହାର ଏ ଦୁନିଆରେ କେହି ନାହାନ୍ତି ତା ପାଇଁ ଭଗବାନ ଅଛନ୍ତି ସମସ୍ତଙ୍କର ସେ ହିଁ ମଙ୍ଗଳ କରନ୍ତି ଏବେ ମୋ ଜୀବନରେ ଯାହା ସବୁ ଘଟିବାକୁ ଯାଉଛି ଯଦି ସେ ସବୁ ଭଗବାନଙ୍କ ଇଚ୍ଛାରେ ହଉଛି ତାହେଲେ ସ୍ମୃତିର ଭବିଷ୍ୟତ କଥା କେବଳ ଭଗବାନ ହିଁ ଜାଣନ୍ତି ହେଲେ ମା ଜାଣନ୍ତି ମତେ ଲାଗୁଛି ଏବେ ତୁ ତ ପ୍ରଶ୍ନର ଉତ୍ତର ପାଇସାରିଛୁ ଆମ ଜାଣି ସତ କି ମିଛ ସେ ଗଲା ପରେ ହିଁ ଜଣା ପଡିବ ଆଲୋ ମୁଁ କେମିତି ଜାଣିବି ତମେ ଯେତିକି ଜାଣିଛ ମୁଁ ବି ସେତିକି ଜାଣିଛି ତାଙ୍କ ଭାଇ ଭଉଣୀଙ୍କ ମାୟାରେ କିଏ ପଶିଗଲୁ ମା ଆମେ ତ ବାହାରିଲୁ ଯାହା କହିଲେ ସବୁ ଖରାପ ଲାଗିବ ଆଉ ସେମାନେ ଯାହା କରିବେ ସବୁ ସୁନ୍ଦର ये बातें बता तू कहाँ से हो ମୁଁ ନା ତତେ କାଲି ଆଡକୁ ଫୋନ କରିବି ହଁ କଣ କହୁଥିଲା
ମୁଁ ପଚାରୁଥିଲି ଆମ ଘର କଥା କାହା ଆଗରେ କହୁଛି? ଘର କଥା କଣ ଘରେ ଲୁଚି ରହିଛି ଯେ ମୁଁ ଲୁଚେଇ ରଖିବି? ଗାଁଟା ଯାକ ଲୋକ ପା ଜାଣି ସାରିଲେଣି। ତମେ ସିନା ନାନୀକୁ ଅଣ୍ଟିନିଆ ଭାବେ ଅଣ୍ଟିରେ ପୁରେଇ ରଖିଛ, ହେଲେ ନିଆଁ ପା ଅଣ୍ଟି ପଡି ଦେହ ପୋଡିବାକୁ ବସିଲେଣି। ଫାଲତୁ କଥା କହିବା ବନ୍ଦ କର। ମୁଁ ଯେତିକି ପଚାରୁ ସେତିକି କୁହ। ମୁଁ ଜାଣିବାକୁ ଚାହେଁ ତମେ ଘର କାହା ଆଗରେ କହ? କାହିଁକି ତମେ କଣ ସବୁ କଥା ମତେ କୁହ? ତମେ ପା ଆଗ ତମ ଭାଇଙ୍କୁ ତାପରେ ତମ ନାନୀଙ୍କୁ ସେମାନେ ପରମିଶନ ଦେଲେ ତମ ମନକୁ ପାଇଲେ ମତେ କୁହ, ନହେଲେ ନାଇଁ। ମୋଦି ଅଭ୍ୟାସ ହେଇଗଲାଣି। ମୁଁ କଣ ତମକୁ ଘର କଥା କିଛି ପଚାରୁଛି? ଯେତେ ନ ପଚାରିବ ସେତେ ଭଲ। ଶାନ୍ତିରେ। ହଁ ଯୋଉ ତ ଶାନ୍ତିରେ ରଖୁଛ। କାଇଁ ତମେ କଣ ଏବାରେ ଅଶାନ୍ତିରେ ଅଛ? ବଣ ପୋଡିଗଲେ ସିନା ସଭିଏ ଜାଣନ୍ତି, ହେଲେ ମନ ପୋଡିଗଲେ ଯାହାକୁ କହିବା କଥା ଯିଏ ଜାଣନ୍ତି ତାକୁ ତ ତା ଭାଇ ଭଉଣୀ 2 ଜଣ ତାଙ୍କ ଆଙ୍ଗୁଠି ଆଗରେ ନଚଉଛନ୍ତି। ତାଙ୍କଠୁ ମୁକୁଳିଲେ ସିନା ମତେ ଶାନ୍ତିରେ ରଖିବା କଥା ଚିନ୍ତା କରନ୍ତି। ହଁ ବଡ ଘରର ବୋହୂ ହେଇଛି, ଭଲ ଖାଉଛି ପିନ୍ଧୁଛି, ଯୁଆଡେ ଇଚ୍ଛା ଯାଉଛି, ଟେଲିଫୋନରେ ଗପୁଛି, ଟଙ୍କା ପଇସା କୌଣସି ଜିନିଷର ଅଭାବ। ତାପରେ ପୁଣି ତମ ଭାଇ ଗରିବ ଝିଅକୁ ଦୟାକରି ବୋହୂ କରିକି ନେଇ ଆସୁଛନ୍ତି। ତାଙ୍କ କଥା ନ ମାନିବା ପାଇଁ ମୋର ଜୁ କାଇଁ? ବୁଝିଲ ପ୍ରତିମା, ତମ ପ୍ରକୃତି ଯାହା ହେଲାଣି ତମେ ସେ କଥାବାର୍ତ୍ତା କରିବାକୁ ବି ଏବେ ଡର ଲାଗେ। ତମେ ଯଦି ଗୋଟେ କଥା ପଚାରିବ ଠିକ ଉତ୍ତର ତ ପାଇବନି, ବସ୍ ତମ ପାଟି ଖୋଲିବ ମାନେ ଜମା ବି ବନ୍ଦ ହବ। ଆଉ ଯେବେଠୁ ତମେ ଏ ଘରକୁ ଆସିଛ ତମେ ଧରି ନେଇଛ ଏ ଘରେ ମୋ ନାନୀ ମୋ ଭାଇ ହଉଛନ୍ତି ତମର ପ୍ରଧାନ। ଆଉ ତମେ ଯେନ ତମ ଉପାୟରେ ତାଙ୍କଠୁ ମତେ ଅଲଗା କରିବା କଥା ହିଁ କହ ନାଇଁ। କିନ୍ତୁ ଗୋଟେ କଥା ଶୁଣିବ, ମୁଁ ଏ କଥା କେବେ ବି କରେଇ ଦେବିନି କି ହବାକୁ ବି ଦେବିନି। ତମେ ଯଦି ଭଲ ଲାଗୁଛି ତାହେଲେ ଆମର ରୁହ, ତମେ ଅଲଗା। ଦେଖିବାର ହେଇଥିଲେ ତ କେବେଠୁ ଦେଖି ସାରନ୍ତିଣି। ସବୁ ସହି ରହି ଏ ଘରେ ପଡି ରହୁଛି ବୋଲି ସିନା ତମେ ଏତେ କଥା କହିପାରୁଛ। କାରଣ ତମେ ଜାଣିଛ ଗରିବ ଝିଅ, ତମ ଘର ଛାଡି ଆଉ କୁଆଡେ ଯିବା ପାଇଁ ମୋ ପାଖରେ ତ ଉପାୟ ନାହିଁ। କୁହ ତମ ଇଚ୍ଛା ଯାହା ତମେ କୁହ, ମୁଁ ତ ସବୁ ସହିବାକୁ ବାଧ୍ୟ। ଏତେ କାଲିର କୌଣସି କାଞ୍ଚ କାହିଁ ଆଣିଛ? ହଁ ଭାଇ କହୁଛନ୍ତି, ନାନୀ କହୁଛନ୍ତି, ଝିଆରୀ କହୁଛନ୍ତି, ପୁତୁରା କହୁଛନ୍ତି, ତମେ କହୁଛ। ବାକି ରହିଲେ ତମ ବନ୍ଧୁବାନ୍ଧବ କହିବା ପାଇଁ, ସେମାନେ ବି କୁହନ୍ତି। ମୁଁ ତ ପଥର ପଲଟି ଗଲିଣି ଏଠି ସବୁ କିଛି ସହିବା ପାଇଁ। ମୁଁ କହୁଛି କାନ୍ଦ ବନ୍ଦ କର। ସବୁ କଥା ଭଲରେ ନେବେ, ସମସ୍ତେ ଭଲ କହିବେ। ନାନୀ କଥା କିଏ ଜାଣନ୍ତୁ ବା ନ ଜାଣନ୍ତୁ, ତମର କିନ୍ତୁ କାହାକୁ ଜଣେଇବା ଦରକାର ନାହିଁ। ମୁଁ କୋଉ ବାହାର ଲୋକକୁ ଜଣାଉଥିଲି ଯେ? ମୋ ପା ଗାଁ ସାଙ୍ଗ ଫୋନ କରିଥିଲା, ତାକୁ କହୁଥିଲି। ସେ ଯିଏ ବି ହଉ, ମୁଁ କହିଲି ତମେ ନାନୀ କଥା କାହାକୁ କହିବନି। ନାନୀ ପାଇଁ ଏବେ ତମ ସମସ୍ତ ମନ ଖରାପ ଅଛି। ଆଗକୁ କଣ ହବ ମୁଁ ନିଜେ ବି ଚିନ୍ତା କରିପାରୁନି। ଆଚ୍ଛା ତମ ନାନୀ ଯୋଉ ଯିବେ ଯିବେ କହୁଛନ୍ତି, ସେ କୋଉଠିକି ଯିବେ? ମୁଁ ଜାଣେ। ତମେ ଜାଣିଛ ହେଲେ ମତେ ଲୁଚଉଛ। ପ୍ରତିମା, ସବୁ କଥାରେ ଅବିଶ୍ୱାସ କରିବା ଭଲ ନୁହେଁ। କିଏ ଜାଣିଲ ବଡ ଘର ବଡ ଗୁମର କଥା। କିଏ ଜାଣିବ କିଏ ନ ଜାଣିବ ସେ କଥା ମୁଁ କେମିତି ଜାଣିବି? ସବୁ ତ ସେ ମା ଗଙ୍ଗେଇ ଜାଣିଛନ୍ତି। ଟିକେ ଲାଗୁନି ତମ ନାନୀ କୁଆଡେ ଯିବେ ବୋଲି। ଲାଗୁଛି ତମ ନାନୀ ତମ ସମସ୍ତଙ୍କୁ ହରଣ ହଣରେ ପକେଇବା ପାଇଁ ଏମିତି କରୁଛନ୍ତି, ଯେମିତି କି ତମ ମାନେ ତାଙ୍କ ପାଇଁ ମନ ଦୁଃଖ କରିବ, ବ୍ୟସ୍ତ ହବ, ତାଙ୍କୁ ନ ଯିବା ପାଇଁ ବୁଝେଇବ। ତମକୁ ସିନା କଥାଟା ରହସ ଲାଗିଛି, କିନ୍ତୁ କଥାଟା ସତ। ଏ କୁଣ୍ଡା କଟା ବୁଝା ବୁଝି ସେ ସବୁ କଥା ସରିଲାଣି, କିନ୍ତୁ ନାନୀ ଯିବା କଥା ହିଁ ଯିବ। ସେ ମିଛ କହିନି ତମ ଭଳିଆ। ଆମେ ସମସ୍ତେ ଅପେକ୍ଷା କରୁଛୁ ସେ କୋଉଦିନ ଯିବ। ଅପେକ୍ଷା କରିଥା, ଦେଖିବ ସେ ଯିବେ ଯିବେ କହିକି ଜମା କୁଆଡେ ଯିବେନି। ମାନେ ମତେ ତ ଲାଗୁଛି ସେ ନିଶ୍ଚୟ କିଛି ଗୋଟେ ଉଦ୍ଦେଶ୍ୟ ରଖି ଏମିତି କରୁଛନ୍ତି। ସେ ଯିବେ ଯିବେ କହିକି ସେ ସବୁ ଜମା ଯିବେ, କହିବେ କଣ ନା ତମ ମାନଙ୍କ କଥା ରଖି ମୁଁ ରହିବି, ତାପରେ ତମେ ମାନେ ତାଙ୍କ ମୁଣ୍ଡରେ ବସି ମୁଣ୍ଡେଇବ। ଯଦି ସେମିତି ହୁଅନ୍ତା ନା ମୁଁ ତମର ଆଣ ପାଉଛି, ମୁଁ ନାନୀକି ଛାଡି ତମକୁ ମୁଣ୍ଡରେ ବସି ବୁଲା। କିନ୍ତୁ ମୁଁ ତ ଭାବୁଛି ସେ ଗଲେ ମୋ ଜୀବନରୁ ବହୁତ ବଡ କଣ୍ଟାଟେ ଯାଆନ୍ତା। ପ୍ରତିମା, ଆରେ ଇଏ ତ ଦିବାକର ଭଳିଆ ଲାଗୁଛି। ଜେଲରୁ ଫେରାର ହେଇ ପୋଲିସ ଆଗରେ ନିଜକୁ ଲୁଚେଇବା ପାଇଁ ବୋଧେ ଏମିତି ବେଶ ଧରିଛି। ହେଲେ ଏଠିକା କାହିଁକି ଆସିଛି? କଣ ତାର ଉଦ୍ଦେଶ୍ୟ? ବିଜୟ ସାଙ୍ଗର ତାର କିଛି ସମ୍ପର୍କ ଅଛି?
ସେ ମୋ ଆଖିରେ ଧୂଳି ଦେଇ ଯାଇପାରିବନି। ମୁଁ ଏବେ ପୋଲିସକୁ ଜଣାଉଛି। ନାଇଁ ଶଳା ସାହେବ, ମତେ ଧରେଇବା ପାଇଁ ପୋଲିସ ପାଖକୁ ଫୋନ କରି ଭୁଲ କରନି। ମଣିଷ ଥରେ ମଣିଷ ମାରି ସାରିଲା ପରେ ତାକୁ ଆଉ ମଣିଷ ମାରିବାକୁ କଷ୍ଟ ହୁଏ। ଏମିତିରେ ତ ମୁଁ ଜାଦୁଡ଼ି କଟା, ନା ଆଗକୁ କିଏ ଅଛି ନା ପଛକୁ। ତମ ଉପରକୁ ଚାଲିଗଲେ ତମ ବାପା ମା ଭୋକ ଉପାସରେ ମରିଯିବେ। ତେଣୁ ଯଦି ଭଲ ଦଶା ଅଛି ମୋ ପିଛା ଛାଡ, ନିଜ କାମ ଧନ୍ଦା ନିଜେ କର, ନହେଲେ ଏଇ ହାତରେ ତମ ସ୍ତ୍ରୀ ଯେତିକି ଉପରକୁ ପଠେଇଲା ଭଳିଆ ତମକୁ ବି। ଠିକ ଅଛି, ଯଦି ତମ ସ୍ତ୍ରୀ ପାଖକୁ ଯିବାକୁ ଚାହୁଁଛ ତାହେଲେ ପୋଲିସକୁ ଫୋନ କରିପାର। କ୍ଷଣିକ ପାଇଁ ମୁଁ ରାଗି ଯାଇ ପୋଲିସକୁ ଫୋନ କରିବାକୁ ବସିଥିଲି, ହେଲେ ଏବେ ଚିନ୍ତା କରୁଛି ପୋଲିସକୁ ଫୋନ କରିଦେଲେ ସେ ତମକୁ ଧରି ନେଇଗଲା ପରେ ତମେ ଜେଲରେ ଖାଇ ପିଇ ଆରାମରେ କିଛି ଦିନ ବସିଛ। ହେଲେ ତମେ ନ ମରିବା ପର୍ଯ୍ୟନ୍ତ ମୋର କିଛି ଲାଭ ନାହିଁ। ତମ କଣ ଅବସ୍ଥା? ତମେ ଜେଲରୁ ଖସି ଆସିଛ ତମ ମନକୁ ନା, ବରଂ ଭଗବାନ ତମକୁ ଖସି ଦେଇଛନ୍ତି ଏଇଥିପାଇଁ ଯେତିକି ତମେ ଯେମିତି ନିର୍ମମ ଭାବେ ହତ୍ୟା କରିଛ ସେମିତି ତମେ ବି କାହା ହାତରେ ନିର୍ମମ ଭାବେ ହତ୍ୟା ହବା ପାଇଁ ହତ୍ୟା କରିବ। କିଏ? ତୁ? ତୋ ପରିବାର ପାଇଁ ଏବେ ବି ମୋ ମନରେ ଦୟା ଅଛି। ଯୋଉଦିନ ତୋ ଘରକୁ ଯାଇଥିଲି ମୋ ସ୍ତ୍ରୀକୁ ଦେଖା କରିବା ପାଇଁ ତୋ ବାପା ମତେ ଧକ୍କା ଦେଇ ବିଦା କରିଦେଲା। ଚାହିଁଥିଲେ ସମସ୍ତଙ୍କୁ ସେଠି ଗୋଟି ଗୋଟିକି ଖତମ କରିଦେଇଥାନ୍ତି। ଛାଡ଼ିଦେଲି ସେଦିନ ତ। ଆଜି ମୋ ସାମ୍ନାରେ ତୁ କଥା କହିବାକୁ ସାହସ କରୁଛୁ। ସାହସ କରୁଛ ଏଇଥିପାଇଁ କିଛି ମୋ ଆଖିରେ ତୋ ମରଣ ସ୍ପଷ୍ଟ ଦେଖାଉଛି। ସେଇଥିପାଇଁ ତୋ ମରଣ ତୋ ମୁହଁରେ ଏସବୁ କଥା କୁହାଉଛି। ତୋର ପାଟି ଆଉ ଧମକୁ ଡରିକି ମୁଁ ଚୁପ ରହିଛି। ଆଉ ମୁଁ ଯଦି ଜାଣିଥାନ୍ତି ଯେତିକି ତୁ ମାରିକି ପଡି ତାହେଲେ ସେତିକି ବେଳେ ମୁଁ ତତେ ଖତମ କରିଦେଇଥାନ୍ତି। ହେଲେ ନା, ଏବେ ମୁଁ ତତେ ମାରିବି, କାରଣ ମୁଁ ମୋ ନିଜ ଆଖିରେ ତୋ ମରଣକୁ ଦେଖିବି। ଆଚ୍ଛା, ବୁଝିଲି। ତୋ ଶାଶୁ ମା ତୁଳସୀ, ଆରେ ସେ ଗୋଟେ ଦେବୀ ହେଇକି ପଳେଇଯିବ ପରା। ଆଚ୍ଛା, ତୁ ଭାବୁଛୁ ଦେବୀ ଦୁର୍ଗା ମହିଷାସୁରକୁ ବଧ କଲା ଭଳିଆ ସେ ମୁଁ ବଧ କରିବି? ସେଟା ହେଇପାରେ। ହଉ ସେ ଭରସା ରଖିଥା। ତୋ ଦେବୀକୁ ଦୁର୍ଗା ପୂଜା ମେଢ କରି ଜଳରେ ମୁଁ ବିସର୍ଜନ କରିବି। ଆଉ ବାଉଁଶ ତ୍ରିପଛ ବଂଶୀ ବାଜିବ। ଆଚ୍ଛା, କିଏ କାହାର ବଳିଛି ବଜାଉଛି? ଯାହା ହଉ, ଶଳା ୱେଣୀଙ୍କର ଏ ଅପୂର୍ବ ସଙ୍ଗମ ଦେଖି ନେତ୍ର ପବିତ୍ର ହେଇଗଲା। ଦି ଜଣଙ୍କର ଦେଖା ହେଇଗଲା, ଚିହ୍ନା ହେଇଗଲା, ଭଲ ହେଲା। ତମ ଦି ଜଣଙ୍କୁ ମୁଁ ସାବଧାନ କହିବି, କେହି ଯେମିତି କାହା କାମରେ ମନ୍ଦ ନ କର। ଜୀବନ, ତମେ ଭିତର କାମ କଥା, ଦିବାକର ତମେ ବାହାର କାମ କଥା। ମୋ କଥା ତମ ଦିନ ବେଶ ଭଲ ଭାବରେ ବୁଝିପାରୁ। ଆଇଗଲ ତମେ ପଟେ ତମେ କାନ୍ଦୁଛ? କଣ ହେଇଛି ତମର? ତମେ ପାଇଁ ତ ମାଙ୍କୁ ଯାଇଥିଲ। ଦେଖ ଚାଚୀ, ତମେ ଯଦି ମତେ କିଛି ନ କହିବ ତାହେଲେ ମୁଁ ଜାଣିବି କେମିତି? ମୋ ସୁରଟା ପରେ କଣ ଇଚ୍ଛା କୁହ? ମୋ ମା ଚାଲିଯିବ। ମୋ ମା ମତେ ଛାଡ଼ି ଚାଲିଯିବ। କୁଆଡ଼େ ଯିବେ? ମୋ ମା ସମସ୍ତଙ୍କୁ ଛାଡ଼ି ଚାଲିଯିବ। ମୋ ମା ପୁଣି ଥରେ ମତେ ଅନାଥ କରି ଚାଲିଯିବ। ଅଛି ମୋ ମାକୁ ଛାଡ଼ି ମରିଯିବେ। ଚାଚୀ, କଣ ଛୋଟ ପିଲାମାନେ କାନ୍ଦୁଛ କହିଲ? କାହିଁକି ପାଗଳ ପାଖରେ ଗପୁଛ? ମୁଁ ପାଠ
ପାଖରେ ହେଇଛି ମୋ ମା ପାଖରେ ମତେ ମତେ ଦେହ ପାଖକୁ ସମସ୍ତଙ୍କୁ ଛାଡି ଚାଲିଯିବ ସମସ୍ତଙ୍କୁ ଛାଡି କୁଆଡେ ଯିବେ? ସେ ଗୋଟେ ଦେବୀ ଦୈବୀ ଅଂଶରେ ଜନ୍ମ ହେଇଛି ଆଉ ଏବେ ମଣିଷ ଜନ୍ମରୁ ମୁକ୍ତି ପାଇବାକୁ ଚାହୁଁଛି ଆମ ସମସ୍ତଙ୍କଠୁ ଦୂରେଇ ଯିବାକୁ ଚାହୁଁଛି ଆମେ ତାକୁ ଛାଡି ବଞ୍ଚିବୁ କେମିତି ମୋ ମାକୁ ଛାଡି ବଞ୍ଚିବି କେମିତି କାହା କୋଳରେ ମୁଣ୍ଡ ରଖି କାନ୍ଦିବି କାହା ପଣତରେ ଲୁହ ପୋଛିବି କାହା ସାହାଯ୍ୟରେ ବାଟ ଚାଲିବି କୁହ ଯେ ଅନ୍ୟାୟ କରୁଛି ମୋ ମା ମୋ ପ୍ରତି ଅନ୍ୟାୟ କରୁଛି ମୁଁ ମାନୁଛି ସେ ମତେ ଜନ୍ମ ଦେଇ ନିଜ ଗର୍ଭରେ 10 ମାସ ରଖି କେବେ ସ୍ମୃତି ଆଉ ମୋ ଭିତରେ ଟିକେ ଫରକ ଦେଖିନି କେବେ ତ ମତେ ମାର ମମତା ଦବାରେ ହେଳା କରେନି କେବେ ତ ମୋ ହୃଦୟରେ ଟିକେ କଷ୍ଟ ଦେଇନି କାହିଁକି କାହିଁକି ସେ ମୋ ପ୍ରତି ଏତେ ନିଷ୍ଠୁର ହେଇଯାଉଛି କାହିଁକି ନିଜ ପାଇଁ ଏତେ ନିଷ୍ଠୁର ହେଇଯାଉଛି ସେ କାହିଁକି ଜାଣିଛି ଯାହା କହୁଛ ମତେ ଟିକେ କ୍ଲିୟର କରି କୁହ ଆକ୍ଚୁଆଲି ସେ କୁଆଡେ ବୁଝିବେ କହିଲ? ସେ ମୋ ମା ସେ ତ ବୁଝେଇ ଦେବି ସେ ବୁଝେଇ ଦେବି ସେ ତ ସାଂସାରିକ ଲୀଳା ଖେଳ ସାରି ମୂଳ ସତ୍ୟ ସହିତ ପିଲିତ ହେବାକୁ ଚାହୁଁଛି ତାକୁ କେହି ଅଟକେଇ ପାରିବେନି କେହି ଅଟକେଇ ପାରିବେନି ତାକୁ କେହି ଅଟକେଇ ପାରିବେନି ଏବେ ସବୁ କିଏ କହିଲା? ମା ମତେ ନିଜେ କହିଲା ନିଜେ ତମେ କୁହ ଯେ ଯଦି ତାର ଏମିତି ଛାଡି ଚାଲ ଯିବାର ଥିଲା ତାହେଲେ କାହିଁକି ଆମ ଭଳି ତିନିଟା ଅନାଥ ଝିଅଙ୍କ ସହିତ ସମ୍ପର୍କ ଯୋଡୁଥିଲା କାହିଁକି ନିଜ ଚେହରାରେ ଆମକୁ ମାର ପ୍ରତିଛବି ଦେଖାଉଥିଲା କାହିଁକି ଆମ ପାଇଁ ପ୍ରତି ମୁହୂର୍ତ୍ତରେ କଷ୍ଟ ପାଉଥିଲା ଆମ ଖୁସି ପାଇଁ ପ୍ରତି ମୁହୂର୍ତ୍ତରେ ତିଳ ତିଳ କରି ଚାହୁଁଥିଲା ଆଜି ଯାଇ କେବଳ ଦୁଃଖ କଷ୍ଟ ଯନ୍ତ୍ରଣା ଭୋଗି ଆସିଛି ଆଉ ଆଜି ଯେତେବେଳେ ସବୁ କିଛି ଠିକ ହବାକୁ ବସିଛି ସବୁ ସୁଖ ଗୁଡାକ ଗୋଟେ ଗୋଟେ ହିଁ ତା ହାତ ପାହାତକୁ ଆସିଲାଣି ସେତେବେଳେ ଆମ ସମସ୍ତଙ୍କୁ ଛାଡି ଚାଲି ଯିବାକୁ ବସିଛି କୁହ ଯେ କାହିଁକି ଅଛି କୁହ ଯେ କୁହ ତମର ସବୁ କଥା ଶୁଣି ସାରିଲା ପରେ ତୋର କୋଉ କଥାକୁ ବିଶ୍ୱାସ କରିବି କୋଉ କଥାକୁ ଅବିଶ୍ୱାସ କରିବି ମୁଁ ନିଜେ ବି ବୁଝିପାରୁନି କିନ୍ତୁ ଏତିକି କହିବି ଯେ ଯାହା ଘଟିବାର ଥିବ ସେଟା ନିଶ୍ଚୟ ଘଟିବ ନା ତ କେହି ଚାହିଁଲେ ବି ଅଟକେଇ ପାରିବେ ନା ତମ ଲୁହ ନା ତମ କାନ୍ଦ ତମେ ବି ତାହାପରେ କହିଲାଣି ତମେ ବି ମୋ ବାହାପରେ କହିଲାଣି ତମେ କର ତମେ କର ଗୋଟେ ଅଫିସିଆଲ କାମରେ ବାହାରକୁ ଚାଲି ଯାଇଥିଲେ ସେଥିପାଇଁ ତୁଳସୀ ଖବର କିଛି ଶୁଣିଛ? ଆଜ୍ଞା ତେବେ ସତ କି ମିଛ ସେ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଚାଲି ଆସିଛି। ସତ ଯଶବନ୍ତ ତୁଳସୀ ମୋତେ ନିଜେ କହିଛି ଯାଅ ତମେ ଆସିଲ ଭଲ ମୁଁ ତମ କଥା ହିଁ ଭାବୁଥିଲି ତମେ ଟିକେ ତୁଳସୀ ସାଙ୍ଗେ ଦେଖା କର ସେ ତମକୁ ସମ୍ମାନ କରେ ଭଲ ପାଏ ତମେ ବି ପରିବାର ଜଣେ ସଦସ୍ୟ ମୁଁ ଭାବୁଛି ତମେ କହିଲେ ତମ କଥା ସେ ଶୁଣିବ ଆମ ଘର କି ତାଙ୍କ ଘର କଥା କାହା କଥା ସେ ଶୁଣିବ ମୋର ବିଶ୍ୱାସ ଥିଲା ମୋ କଥା ଶୁଣିବ ମୋ ବିଶ୍ୱାସକୁ ସେ ଭାଙ୍ଗି ଦେଇଛି ଆପଣଙ୍କ କଥା ଅନୁଯାୟୀ ମୁଁ ନିଶ୍ଚୟ ତୁଳସୀକି ଯାଇ ଦେଖା କରିବି ତେବେ ପ୍ରକୃତ ଘଟଣାଟା କ'ଣ ସେ କାହିଁକି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବାକୁ ବସିଛି କଣ ତାର ଉଦ୍ଦେଶ୍ୟ କଣ ତାର ଇଚ୍ଛା এই প্রশ্নটা ମୋ ମୁଣ୍ଡକୁ ଖାଉଛି ପ୍ରକୃତରେ କଣ ତାର ଅସୁବିଧା ହେଇଛି କଣ ସେ ଚାହୁଁଛି ଆପଣଙ୍କ କହିବା ଅନୁସାରେ ତ ତୁଳସୀକୁ ପୋଲିସ ଏସ୍କର୍ଟ ଦିଆଗଲା ତାହେଲେ କଣ ସେ
उग्रेशन से डरुची ना गाड़ी गदन से समस्त छेड़ी चलती हो ସେଇ କଥା ତାକୁ ମୁଁ କହିବି ତୋର ଉଗ୍ରେଶଙ୍କୁ ଡରିବା କିଛି ଦରକାର ନାହିଁ ସେ ଯାହା ଚାହୁଁଛି ମୁଁ ତାକୁ ଦେବି ସେ କିନ୍ତୁ ରାଜି ହଉନି କି ରହିବା ପାଇଁ ଚାହୁଁ तार असुविधा कौन ଯେତେ ଯାହା କହିଲେ ବି ସେ କହୁଛି ମୁଁ ଦେବାଂଶୀ ଏ ସଂସାର ସବୁ କାମ ସରିଯାଇଛି ଦୁଇ ପରିବାର ପ୍ରତି ତାର କର୍ତ୍ତବ୍ୟ ସରିଯାଇଛି ବର୍ତ୍ତମାନ ବାବାଙ୍କ ନିର୍ଦ୍ଦେଶ ଅନୁସାରେ ସେ ଯିବା ପାଇଁ ଚାହୁଁଛି मत भी लगुच से अंत आज पक्षे निश्चय किसी उद्देश्य रखी से ही गुड़ी गाड़ी कर देवंशी बोली तुलसी मुंडे पड़े से सब किसी दायी तारी द्वारा तुलसी समस्त छाड़ी चल जाओ बस ମୁଁ ବି ଅନ୍ଧଙ୍କୁ ଭଲ ବୋଲି କହୁଥିଲି ବିଶ୍ୱାସ କରୁଥିଲି ସେ ଯେ ଆମ ଦୁଃଖର କାରଣ ହବ ଦୁଇ ବର୍ଷକୁ ଉଚ୍ଛନ୍ନ କରିଦେବ ଉଜାଡ଼ି ଦେବ ସେ କଥା ମୋ ସ୍ୱପ୍ନରେ କେବେ କଳ୍ପନା କରିଥିଲି से बाबा को अरेस्ट कर भितर पूरीदे सब समस्या समाधान तुलसी मंदिर जीवार पुस्तक ତମେ ଗୋଟେ ଆଡୁ ଠିକ କହିଛ କିନ୍ତୁ ତାଙ୍କୁ ଆରେଷ୍ଟ କରିବାଟା ଠିକ ହବନି କାହିଁକି ନା ଅତୀତରେ ଆମ ଦୁଇ ପରିବାର ଉପରକୁ ବିପଦ ଆସିବା ପୂର୍ବରୁ ସେ ଆମକୁ ଚେତାଇ ଦେଇଛନ୍ତି ବିପଦର ଉଦ୍ଧାର ପାଇଁ ଆମେ ବାଟ ବତେଇ ଦେଇଛନ୍ତି ତୁଳସୀକୁ ଯେତେ ବୁଝେଇଲେ କି ଯେତେ ରାଗିଲେ ଅଭିମାନ କଲେ ସେ ବୁଝିବା ପାଇଁ ନାରାଜ ତା ଜିଦ୍ ଆଗରେ ମୁଁ ହାର ମାନିଛି ମତେ ବିପଦର ଉଦ୍ଧାର ମତେ ବୁଦ୍ଧିବାଟ କିଛି ଦିଶୁନି ତୁଳସୀକୁ ଛାଡ଼ିଦେଲେ ମୁଁ ବଞ୍ଚିପାରିବିନି ତାକୁ ଯେମିତି ହେଲେ ତମେ ଅଟକାଅ ଯଶ୍ମା ତା ବିନା ମୁଁ ବଞ୍ଚିପାରିବି ତାକୁ ଅଟକାଅ ଯଶ୍ମା ଆପଣ ଧୈର୍ଯ୍ୟ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ତାକୁ ବୁଝେଇବି ମୁଁ ଆପଣଙ୍କୁ କଥା ଦେଉଛି ମୋ ପ୍ରାଣ ଆପଣ ଚେଷ୍ଟା କରି ତାକୁ ମୁଁ ନିଶ୍ଚୟ ଅଟକେଇବି ମତେ ଡରି ପଳେଇ ଯାଉଛ ना मो आखिरे आखि मिसेबार साहस तमें हरई बस संजय स्वयं जमराज को देखी पछ घुंचा दवा भली मनीष मु नुहे बाकी रहा आखि मिलवा कथा तमें भल कर जाच ये नित्यानंद जहाँ को निज बड़ बोली मन करे ता सहित आखि मिलाए नचेत जी समाज स्कंद होता है खाइला बाघटा भी स्वयं जमराज बेले बेले भयानक हो जाए से कथा तमें भूली जाऊच आ बाकी रहा डरवा कथा तमें जब मत डरुन ताले मंदिर को आसी देवता दर्शन न करी फेरी जाऊल कहीं संजय हरं पाखु गला बेले वृषभ देखिले शुभ हुए हरि पाखक गला बेले गरुड़ देखिले शुभ हुए देवी को दर्शन करने को गला बेले सिंह कि बाघ को देखिले शुभ बोली तमें बोधे भूली जाइछ छाड़ से कथा मुझे तुमको ही अपेक्षा करी कौन कला कर्म पर क्षमा मागिया को ना कौन विपद पड़छ मोर साहाय्य दरकार भूल तम दीटा जाक अनुमान बिल्कुल भूल मु तुमको डरवा तम डरुआ आखि देखा मो दिमागर कमाल जनवा ये अपेक्षा करी सिंह आ बिलुआर पानी पिया कथा तमें जान न संजय सिंहटे पानी पीवा को जाऊला बेले देखला जे बिलुआ पानी पीऊ काले ताकू देखी बिलुआ पानी न पी चलीगले तार पाप हो बोली भावी से गोटे बुदाबूल लुचि गला हेले से मूर्ख बिलुआ पानी पी सारी फेरी आसी सिंह को कहला आ मत डरनी जाओ एथर पानी पियो मानुच तम परी सिंह आगे मु गोटे छोट बिलुआ हेले से बिलुआर बुद्धि केते आ से कौन करे से कथा सुन जहा करवा कथा अनेक आगुरी कर सारी तार फलाफल भी भोगी सारी
ଆଗରୁ କ'ଣ କରିଥିଲି ସେସବୁ କଥା ଭୁଲି ଯା। ଏବେ କ'ଣ କରୁଛି ଆଉ କ'ଣ କରଉଛି ସେ କଥା ଶୁଣିବନି। କାହା ଅଯଥା କଥା ଶୁଣିବାକୁ ମୋ ପାଖରେ ସମୟ ନାହିଁ କି ମୋର ଇଚ୍ଛା ବି ନାହିଁ। ତମ ବଡ଼ ପୁଅ ବିଜୟ, ତାରି ଦ୍ୱାରା ତମର ଆଗକୁ କି କି କ୍ଷତି ହବାକୁ ଯାଉଛି ସେ କଥା ଶୁଣିବନି। ଓ ତାମାନେ ତମେ ଆମର ଆଜିକାଲି ସବୁ ଖବର ରଖୁଛ। ରଖିବିନି କେମିତି? ଆଜିକାଲି ତମ ପୁଅ ତମ ସହିତ ଯୋଉ ସବୁ ଖେଳ ଖେଳୁଛି ସେ ସବୁ ଖେଳର ସ୍ରଷ୍ଟା ତ ମୁଁ ନିଜେ। ଖାଲି ପକେଇ ଦାନ ଡାକୁଛି ଆଉ ତମ ପୁଅ ଗୋଟି ସାଜି ମୋରି ଇଶାରାରେ ଚାଲୁଛି। ତାମାନେ ଇଚ୍ଛା ମୁଁ ଚାଲ କହିଲେ ଚାଲୁଛି, ବସ କହିଲେ ବସୁଛି ଆଉ ମାର କହିଲେ ମାରୁଛି। ସଞ୍ଜୟ, ତମେ ଗୋଟେ କମଜୋର ମଣିଷ ବୋଲି ମୁଁ ତ ଜାଣିଥିଲି, ହେଲେ ପର କାନ୍ଧରେ ବନ୍ଧୁକ ରଖି ଗୁଳି ଚଳିଲା ବାଲା କାପୁରୁଷ ବୋଲି ଜାଣିନଥିଲି। ମୁଁ ବନ୍ଧୁକ ଚଳେଇଲି କେତେବେଳେ? ମୁଁ ତ ଖାଲି ଦିମାଗ ଚଳଉଛି, ଦିମାଗ। ଆଉ ରକ୍ତ ସହିତ ରକ୍ତକୁ ଲଢେଇ ଦେଇ ତମ ବର୍ବାଦୀର ତାମସା ଦେଖୁଛି ଆଉ ମୋ ପ୍ରତିଶୋଧର ନିଆଁଟାକୁ ଧୀରେ ଧୀରେ ଶାନ୍ତ କରଉଛି। କେତେଦିନ ତମେ ମୋ ପୁଅକୁ ମୋ ବିରୁଦ୍ଧରେ ଅସ୍ତ୍ର କରି ବ୍ୟବହାର କରିବ? ମନେ ରଖ ସଞ୍ଜୟ, ଯୋଉଦିନ ସେ ତମର ଅସଲ କଥାଟାକୁ ଜାଣିବ ସେଦିନ ସେ ଆଗ ତମକୁ ଟିକ୍ ଟିକ୍ କରି କାଟିବ। କେମିତି ଜାଣିବ? କିଏ ତା କହିବ? ତମେ? ମୁଁ ତାକୁ କହିବି। କିଛି ଲାଭ ହବନି। ମୋ ବିରୁଦ୍ଧରେ ସ୍ୱୟଂ ଭଗବାନ ଆସି ତାକୁ କହିଲେ ସେ ବିଶ୍ୱାସ କରିବନି, କାରଣ ସେ ଆଉ ତା ଦିମାଗ ଏବେ ମୋ ହାତ ମୁଠାରେ। ଅପେକ୍ଷା କର, ତାରି ଦ୍ୱାରା ଆଗକୁ ତମର କି କି କ୍ଷତି ମୁଁ କରଉଛି ଆଉ ତମକୁ କୋଉଠୁ ନେଇ କୋଉଠୁ ପହଞ୍ଚଉଛି ସେ କଥା ଦେଖିବାକୁ ତୁ କମ୍ ଦିନ ଅପେକ୍ଷା କର। ଏବେ ଯାଅ ଠାକୁର ଦର୍ଶନ କର, ମୁଁ ଆସୁଛି। ଉଗ୍ରସେନ ସହିତ ଦେଖା କରିବା ପାଇଁ ନା ଦଧିବାମାନଙ୍କୁ ଦର୍ଶନ ପାଇଁ? ତୁ ଯାହା ବୁଝିପାରୁ। ତମେ ଗାଁକୁ ହଠାତ୍ କଣ ପାଇଁ ଗଲ? ମୋ ଇଚ୍ଛା ହେଲା। ଉଗ୍ରସେନ ତମକୁ କଣ କହିଲା? ମୁଁ ଯାହା ଶୁଣିବା ପାଇଁ ଚାହିଁଲି ସେୟା କହିଲା। ତମେ କଣ ଶୁଣିବା ପାଇଁ ଚାହିଁଲ? ଏଇଟା କୋର୍ଟ ନୁହେଁ ଯେ ତୁ ମତେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିବୁ ଆଉ ମୁଁ ଆସାମୀ ଭଳିଆ ଉତ୍ତର ଦେଇ ଚାଲିଥିବି। ଭାଇ, ତମେ ମୋ କଥାକୁ ଖରାପ ଭାବନି। ମୁଁ ସେମିତି ଭାବେ କିଛି ପଚାରି ନଥିଲି। ତମେ ବେଶ ଭଲ ଭାବରେ ଜାଣିଛ ଉଗ୍ରସେନ ଖରାପ ଲୋକ, କେତେ ଭୟଙ୍କର, କେତେ ଦୁର୍ଦ୍ଦାନ୍ତ। ହଁ, ତାଛଡା ନିଜ ସ୍ୱାର୍ଥ ପାଇଁ ସେ କିଛି ବି କରିଦେଇପାରେ। ସେଭଳି ଲୋକ ସହିତ ଦେଖା କରିବା ପାଇଁ ତମେ ଏକୁଟିଆ ଗଲ କେମିତି? ମଣିଷର ଜୀବନ ଉପରେ ଭୟ ଛାଡିଗଲେ କାହାକୁ ଡରିବା କଣ ଦରକାର? ଆଉ ଉଗ୍ରସେନ ଯେତେ ଭୟଙ୍କର ହେଲେ ବି ଅତୀତରେ କରିଥିବା ଭୁଲ ପାଇଁ ସେ ସଜା କାଟି ସାରିଛି। ସେ ଏତେ ବଡ଼ ମୂର୍ଖ ନୁହେଁ ଯେ ମତେ ପୁଣି ଥରେ ମାରିଦେବ। ସେ ଭଲ ଭାବରେ ବୁଝି ସାରିଛି ମତେ ମାରିଦେଲା ପରେ ବାକି ଜୀବନଟା ସେ ଜେଲରେ କାଟିବ, ସମ୍ପତ୍ତି ଭୋଗ କରିପାରିବନି। ସତ କଥା ହଉଛି ତୋରି ପାଇଁ ମୁଁ ଉଗ୍ରସେନକୁ ଦେଖା କରିବା ପାଇଁ ଯାଇଥିଲି। ମୋ ପାଇଁ? ତୁ ସିନା ମୋର ଜିଦ୍ ଆଉ ଅଭିମାନକୁ ବୁଝିବା ପାଇଁ ଚାହୁଁ, ଅବାଧ୍ୟ ହେଇ ମତେ ଆଉ ସମସ୍ତଙ୍କୁ ଛାଡ଼ି ଚାଲିଯିବା ପାଇଁ ଚାହୁଁ। ସେ ବାବାକୁ ତୁ ସର୍ବସ୍ୱ ମାନି ଦେଇଛୁ। ତୁ ସିନା ଆଜି ବଦଳି ଯାଇଛୁ, ମୁଁ କିନ୍ତୁ ବଦଳିନି। ଜୀବନ ସାରା କେବେ ବି ବଦଳି ପାରିବିନି। ତୁ ଯେତେ ବଡ଼ ହେଇ ନିଜକୁ ତୁଳସୀ ଦେବୀ କହିଲେ ବି ତୁ ମୋ ଆଖି ଆଗରେ ସବୁବେଳେ ସେ ଛୁଆ ଦିନ ତୁଳସୀ। ଅତୀତରେ ମୁଁ ତୋ ପାଇଁ ଜୀବନ ଦେବା ପ୍ରସ୍ତୁତ ଥିଲି, ଆଜି ବି ଅଛି। ତୋରି ଭଲ ପାଇଁ ଉଗ୍ରସେନ ଯଦି ତୁଳସୀ ଦେବୀଙ୍କ ଆଗରେ ମୋର ବଳି ପକାଇବା ପାଇଁ ଚାହେଁ, ମୁଁ ବଳି ଖାଇବା ପାଇଁ ପ୍ରସ୍ତୁତ। ନାଇଁ ଭାଇ, ନାଇଁ। ସବୁଠି ଏମିତି କଥା ଶୁଣିବି ବୋଲି ମୁଁ କେବେ ବି ଆଶା କରିନଥିଲି, କେବେ ବି ଭାବି ନଥିଲି। ତମେ ମୋ ଆତ୍ମାକୁ ବାଧ୍ୟ କରି ଏମିତି କଥା କହିପାରୁଛ କେମିତି? ହଁ, କହୁଛି। ମୁଁ ଭାବିଥିଲି ତତେ ବୁଝା ସୁଝା କରିଲା ପରେ
तुम कथा मानी कि तुम कथा शुणिलुनि से ते मो बाजरा बेला कथा कहूँ कि तू पथर पाई मु बुझुची भाई सब बुझुची हेले मते मो गंतव्य स्थल को चली जावाक पड़ो मो निज हाथ नहीं भाई भगवान का आदेश को मत मानवा को बाध्य ठीक अच्छे तू मान मोर किसी कहबार नहीं मुझे आदेश मानी आगरी कथा पूरा करने चाहिए मो उग्रेशन को देखा करने कथा दे सारी कौन कथा दीजिए भाई मुझे कथा दे सारी आम समस्त जमी बाड़ी दरिवान समस्त संपत्ति मुझे देखी बदल से तो पीछे छाड़ी दो से कौन तुम कथा राजी होगा स्वाभाविक से जहाँ मागुची पाई बोली जाइला राजी होगा तेरे तुम कथा शुणिला प्रकृति जाए से तो तुमको निश्चय किसी कही हाँ उग्रेशन कहला ये कथा निम्न दिने घटो जाओ तुम भलरे भलरे मो कथा राजी ताफले मूर्ख होता केही भी नथिबे माने भाई तमे सिना कथा देदिल हेले सेथिरे लाभ कोन श्रीचंदन वंशर सबु धन संपत्ति तदी बाबर का स्थावर अस्थावर संपत्ति से सबु तो मो नारे अछि मो सिना से सब हस्तांतर कले तमे ताकु दबो तुलसी भाई मु चले जीवी बोली ए सबु संपत्ति से उग्रसेन हाथ रे देती तो अन्य समस्त को रास्ता रे भिकारी कर दे पारिबिन निज स्वार्थ पे मु एते तळ को खसी दे पारिबिनी भाई मो किंतु तते उग्रेशन कबल बचिया पे सब करी भाई तमे कोन चाहछ मो पई अन्य समस्त कष्ट पांतु या कोन तुम तुलसी प्रति भले पाइबा हेले भाई मो ता उल्टाटा चाहे मु चाहे मो जीवन विनिमय समस्त शांति रे रहतु भाई तमे जदि भाबता मु से उग्रसेन डर रे एठु चली जिबा को बच्ची सेटा तमरो भूल धारणा मु भले भाबरे जानिछि भाई से उग्रसेन मोर किछि भी क्षति करि परिबन मते क्षमा कर दियो भाई मु तम कथा को रखी पालिनी मु चली जीवी बोली अन्य समस्त को मझिले फसई दे जाई परिबी मोर जीवर जेमती हक अच्छे से बंचार भी सेमती हक अच्छे भाई मु जमी समस्त सहित सब संपर्क काटिदे टे शांति जावाक चाहे मु चाहे से मो सहित सब संपर्क काटिदे टे शांति रुहतु भाई सब धन संपत्ति मु कर तथापि सब को आम भोग कर मोर कौन अधिकार नहीं जे सब धन संपत्ति को हाथ टेकिदेवी बाकी रहा दधि बाबा कथा से केते कहीं क्या दर्शन नहीं श्रीचंदन वंशर आराध्य देवता है से कथा मुझे जानी भाई और से कहीं पुणी थे चट वंशर श्रीचंदन वंश को फेरी आसले से कथा भी मुझे जानी ये सब किसी माया से कथा केवल से ही जानते भाई मु तुमको गोटे सत कथा कहूँ मु बंची अवस्था केवे भी सब धन संपत्ति उग्रसेन भले पापी हाथ टेकी दे पारिबिन कि ठाकुर प्रति अन्याय करि पारिबिन कि निजे पापरे भागी हे पारिबिन कि जहाँ तमे भाबुछ भाब